ଓଡ଼ିଆ କାବ୍ୟରସାନୁମୋଦି ସୁଧୀ ଶ୍ରୋତା ବନ୍ଧୁମାନଙ୍କୁ ମୋର ନମସ୍କାର। ବନ୍ଧୁଗଣ, ଏହା ପୂର୍ବରୁ ମହାକବି ଗୀତ ଗୋବିନ୍ଦକାର ଜୟଦେବଙ୍କର ଗୀତ ଗୋବିନ୍ଦ କାବ୍ୟ ଉପରେ ମୁଁ ଆଲୋଚନା କରୁଥିଲି ଏବଂ ବିଶେଷତଃ ଜୟଦେବଙ୍କ ଉପରେ ସାମାନ୍ୟ ସୂଚନା ଆପଣମାନଙ୍କ ଗୋଚରାର୍ଥେ ସାମାନ୍ୟ ସୂଚନା ପ୍ରଦାନ କରିକରି ମୁଁ ସେଇ ଗୀତ ଗୋବିନ୍ଦ କାବ୍ୟର ପ୍ରଥମ ଯେଉଁଠି ଅଷ୍ଟପଦୀ କହୁଥିଲି ଦଶାବତାର ସ୍ତୋତ୍ର, ଯେଉଁଟା ସମଗ୍ର ଭାରତ ବର୍ଷରେ ଲୋକମାନଙ୍କୁ ମନ୍ତ୍ରମୁଗ୍ଧ କରିକିରି ରଖିଛି ଏବଂ ରଥଯାତ୍ରା ସମୟରେ ଘୋଷଯାତ୍ରା ସମୟରେ ଆଉ ଯେତେବେଳେ ରଥ ନନ୍ଦିଘୋଷ ରଥ ଯେତେବେଳେ ଯାଉଛି ସେଇବେଳେ ଆପଣ ଦେଖିବେ ସମସ୍ତ ଉଦ୍ଘୋଷକ ଏ ଗୀତକୁ ଗାନ କରନ୍ତି ଏବଂ ସମସ୍ତ ଲକ୍ଷ ଲକ୍ଷ ଲୋକଙ୍କୁ ଭାବ ବିହ୍ୱଳ ଭକ୍ତି ବିଭୋର କରିଦେଇପାରେ ଏଇ ଗୀତ। ଏଇଭଳି ଯେଉଁ ଚମତ୍କାର ଶକ୍ତି ଯେଉଁ ଗୀତ ଗୋବିନ୍ଦ ଜୟଦେବଙ୍କର କୃତ ଗୀତ ଗୋବିନ୍ଦ କାବ୍ୟରେ ପ୍ରଥମେ ଏଠି ଲେଖା ହେଇଛି। ମୁଁ କହିଲି ଯେଉଁଠି ହେଉଛି ପ୍ରଥମ ଅଷ୍ଟପଦୀ। ଆଉ ଏଇ ସମ୍ପର୍କରେ ମୁଁ ଦଶାବତାର ସ୍ତୋତ୍ରର ଆଉ ମତ୍ସ୍ୟ ଅବତାର କଥା କହୁଥିଲି। ପ୍ରଭୁ କାହିଁକି ମତ୍ସ୍ୟ ଅବତାର? ଜଗନ୍ନାଥଜୀ କଚ୍ଛପ ମତ୍ସ୍ୟାଦି ଅବତାର ଯେତେକ କରିବାକୁ ଜାତ ଜଗନ୍ନାଥ ଜନକ ରସକଲ୍ଲୋଳକାର ପ୍ରଥମ ଛାନ୍ଦରେ ଲେଖିଦେଇଛନ୍ତି। ତେଣୁ ଏଇଭଳି ଯେଉଁ ଜଗନ୍ନାଥ ନୀଳାଚଳ ବିହାରୀ ଯେ କମ୍ବୁ କଟକ ମଧ୍ୟରେ ନାଗର ଏକ, କମ୍ବୁ କଟକ ମଧ୍ୟରେ ନାଗର ଏକ କୌତୁକ କଥା ମାନଙ୍କରେ ଯିଏ କୌତୁକ ଲୀଳା ବିଳାସ କରୁଛନ୍ତି। କ'ଣ ଲୀଳା କରୁଛନ୍ତି ସେ? ନା ଏଇସବୁ କଥା କଚ୍ଛପ ମତ୍ସ୍ୟାଦି ଅବତାର ଯେତକ କରିବା ଉଶ୍ୱାସ ମହିଭାରା ଯେତକ କପଟେ ହୋଇବା ବ୍ରଜେ ନନ୍ଦ ବାଳକ, ନନ୍ଦର ବାଳକ ନନ୍ଦର ପୁତ୍ର ହେଇଥିଲେ। କୌତୁକେ ବୋଲାଇବା ପଶୁପାଳକ ଆଉ ଇତ୍ୟାଦି ଇତ୍ୟାଦି, କଂସକୁ ମାରିବି ଇତ୍ୟାଦି ବୋଲି ଜନ୍ମ ହେଇଥିଲେ। ଏଇ ଯେଉଁ କଥା ଭାଗବତରେ ଲେଖା ହେଇଛି, ଯାହାକୁ ରସକଲ୍ଲୋଳକାର ଦୀନକୃଷ୍ଣ ଦାସ ଅତି ସୁନ୍ଦର ସରଳ ଭାବରେ ଲେଖିଦେଇଛନ୍ତି। କାହିଁକିନା ଜୟଦେବ କହିଛନ୍ତି ନା ଯେ ମଧୁର କୋମଳ କାନ୍ତ ପଦାବଳୀ, ମଧୁର କୋମଳ କାନ୍ତ ପଦାବଳୀ ଶୃଣୁ ତଦା ଜୟଦେବ ସରସ୍ୱତୀ। ଯଦି ହରି କଥା ତୁମର ମନରେ ଆସୁଛି ତାହେଲେ ତୁମେ ଏଇ ଗୀତ ଗୋବିନ୍ଦ କାବ୍ୟକୁ ଶୁଣ। ଏତେ ସୁନ୍ଦର ହେଇଛି। ତେଣୁ ଏଇ ଦଶାବତାର ଆଉ ମୁଁ ତଦ୍ବିଷୟରେ ବିଶେଷ ଆଲୋଚନା ନ କରି ଆସନ୍ତୁ ତୃତୀୟ ଅବତାର ଯେଉଁ ଜଗନ୍ନାଥ ଯେଉଁ ଲୀଳା ମର୍ତ୍ତ୍ୟରେ ଯେଉଁ ଲୀଳା ଦେଖେଇଛନ୍ତି ତାଙ୍କର ଆମେ କହୁଛେ ଆରେ ଏଇ କେତେ ଲୀଳା ପ୍ରଭୁ ଲଗେଇ ଦେଇକରି ମର୍ତ୍ତ୍ୟ ବୈକୁଣ୍ଠରେ ବସିଛନ୍ତି ଜଗନ୍ନାଥ ରୂପରେ, ଦାରୁ ବ୍ରହ୍ମ ରୂପରେ। ଅଥଚ କେତେ ଲୀଳା ସେ ବସେଇ ଦେଇଛନ୍ତି ଯୁଗେ ଯୁଗେ, କେତେ ଲୀଳା। କାହିଁକି ନା ପ୍ରଭୁ କହିଛନ୍ତି, ଆମର ଭଗବତ ଗୀତାରେ କୁହାଯାଇଛି ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁତ୍ଥାନ ଅଧର୍ମସ୍ୟ ତଦା ତ୍ୱାନ ସୃଜାମ୍ୟହମ୍। ମୁଁ କେଉଁ ରୂପରେ ଆତ୍ମାକୁ ମୁଁ ଅର୍ଥାତ୍ ମୁଁ କେଉଁ ରୂପରେ ଜନ୍ମ ନେବି, ଧର୍ମର ଗ୍ଲାନିରୁ ରକ୍ଷା କରିବି ଜଗତକୁ, କେତେବେଳେ କେଉଁ ରୂପ ନେବି, ଏଇ କଥା ପ୍ରଭୁ କହିଛନ୍ତି ଭଗବତ ଗୀତାରେ। ତେଣୁ ସେଇ ଯେଉଁ ପ୍ରଭୁ ଲୀଳାମୟ ପ୍ରଭୁ ଶ୍ରୀକ୍ଷେତ୍ରରେ ବିରାଜମାନ କରିଛନ୍ତି ଆଉ ଯିଏକି କବି ଜୟଦେବଙ୍କ ହୃଦୟରେ ବି ବିରାଜମାନ କରିକିରି ଲେଖନି। ମୁଁ କହିବି ପରବର୍ତ୍ତୀ କେମିତି ନିଜେ ଭଗବାନ ଶ୍ରୀକୃଷ୍ଣ ଆସିକରି ତାଙ୍କୁ ଲେଖିଦେଇ ପଳେଇଥିଲେ ସ୍ମର ଗରଳ ଖଣ୍ଡନଂ ମମ ଶିରସି ମଣ୍ଡନଂ ଦେହି ପଦ ପଲ୍ଲବ ମୁଦାରଂ। କେଉଁଥିପାଇଁ ଏ କଥା ଲେଖିଲେ? କଲମଟି ଥୋଇଦେଇ ଗାଧେଇ ପଳେଇଗଲେ। ଏଇଟା କେମିତି ଲେଖିବାରେ ରାଧାରାଣୀଙ୍କର ପାଦ ମୋ ମୁଣ୍ଡ ଉପରେ। ହେ ରାଧାରାଣୀ, ତୁମେ ଅଭିମାନ କରିଛନ୍ତି ରାଧାରାଣୀ, ତାଙ୍କ ମାନଭଙ୍ଗ ଶୁଣୁନାହାନ୍ତି। ତେଣୁ ମୋ ମୁଣ୍ଡ ଆଉ ଅଧିକ କ'ଣ କହିବି, ତମେ ଅଭିମାନ ଭଙ୍ଗ କରିବାକୁ ଆବଶ୍ୟକ ପଡ଼ିଲେ ମୋ ମସ୍ତକ ଉପରେ ତୁମ ଶିର ବା ପାଦକୁ ଥୁଅ। ଏଡ଼େ ବଡ଼ କଥା କେମିତି ପ୍ରଭୁ ଏକ ନାଁରେ ମୁଁ ଲେଖିଦେବି? ହେଇପାରିବନି କହି କଲମ ଥୋଇଦେଇ ଆଜ୍ଞା ପଳେଇଗଲେ ଗାଧୋଇବା ପାଇଁ। ଯେତେବେଳେ ଗାଧୋଇ ଭଗବାନ ଶ୍ରୀକୃଷ୍ଣ ଆସିକରି ପଦ୍ମାବତୀଙ୍କୁ ମାଗିଛନ୍ତି, ଦେଲ ଲେଖନୀଟି ଦେଲ, ମୁଁ ଆଗ ମନେ ପଡ଼ିଗଲା ସେଇଟା ଲେଖିଦେଇ ପଳେଇବି। ଆରେ ସବୁ ଲେଖିଦେଇକରି ପ୍ରଭୁ ଲେଖିଦେଇକରି ସେ ପାଦ ଯେଉଁଟା ଜୟଦେବ ପୂରଣ କରିନଥିଲେ ଛାଡ଼ି ଦେଇଥିଲେ ସେଇଠି ଲେଖିଦେଇଛନ୍ତି। ପୂର୍ବପଦ ଲେଖା ହେଇଛି, କ'ଣ ଲେଖା ହେଇଛି ପରେ କହିବି। ତା ପର ପଦଟି ପାଦ ପୂରଣ କରିଦେଲେ ଆଜ୍ଞା। ସ୍ମର ଗରଳ ଖଣ୍ଡନଂ ମମ ଶିରସି ମଣ୍ଡନଂ ଦେହି ପଦ ପଲ୍ଲବ ମୁଦା। ଇଏ ହେଉଛି ଜୟଦେବଙ୍କର ହୃଦୟର ବାର୍ତ୍ତା। ଇଏ ଭଗବାନ ଶ୍ରୀକୃଷ୍ଣ ନିଶ୍ଚୟ ନିଜେ ଆସିକରି ତାକୁ ଲେଖିଦେଇଥିଲେ। ମୋର ଭକ୍ତ ଯଦି ଏ କଥା ଭାବିଛି ତାହେଲେ ସେଇ ହିଁ ଯଥାର୍ଥ। ଆଉ ତା ନହେଲେ ଆପଣ ଭାବିବେ ବଡ଼ସିଂହାର ବେଶ ପରେ ଦେବଦାସୀମାନଙ୍କର ଆଉ ଏସବୁ ହୁଅନ୍ତା କି ଆଜ୍ଞା?
ଆପଣମାନେ ତ ଭଲ ଭାବରେ ଜାଣିଛନ୍ତି ନୃତ୍ୟନ୍ତୀ ଦେବ ଦାସୀ ଶଯ୍ୟା ସାଜେ ତୁଳସୀ ଶ୍ରୀଅଙ୍ଗେ ଲାଗିଲା ଅଳସ ହେ ରାଧା ଈଶ ବଡ଼ ଶୁଭାର ବଡ଼ ସିଙ୍ଗାର ବେଶ ଇତ୍ୟାଦି। ମୁଁ ଆଉ ସେ ବିଷୟରେ ବିଶେଷ କହୁନି। ଆସନ୍ତୁ ଜୟଦେବଙ୍କର କଥା ଆମେ ଶୁଣିବା ନା। ଖାଲି ସୂଚନା କ୍ରମେ ମନେ ପଡ଼ିଗଲେ ଆପଣଙ୍କୁ ପଦେ ଅଧେ ସାହିତ୍ୟରୁ ମୁଁ କହିଦେଉଛି। ତେବେ କାହିଁକିନା ଓଡ଼ିଆ ସାହିତ୍ୟରେ ଜୟଦେବଙ୍କର ଗୀତ ଗୋବିନ୍ଦର କେତେ ପ୍ରାଧାନ୍ୟ ବିସ୍ତାର କରି କେତେ କବିଙ୍କର ଲେଖନୀରେ ପରବର୍ତ୍ତୀ ପର୍ଯ୍ୟାୟରେ ଆଲୋଚନା କରିବା। ଏଇଭଳି ଯେଉଁ ମହାକବି ଜୟଦେବ ଗୀତ ଗୋବିନ୍ଦରେ ପ୍ରଥମେ ଲେଖିଛନ୍ତି ମତ୍ସ୍ୟ ଅବତାର କଥା ମୁଁ କହିଲି, କଚ୍ଛପ ଅବତାର କହିଲି ଏବଂ ୟା ପରେ ଆସିଲା ବରାହ ଅବତାର କଥା। କ'ଣ? ବସତି ଦଶନ ଶିଖରେ ବସତି ଦଶନ ଶିଖରେ ଧରଣୀ ତବ ଲଗ୍ନା ବସତି ବସନ ବସତି ଦଶନ ଶିଖରେ ଧରଣୀ ତବ ଲଗ୍ନା ଶଶିନୀ କଳଙ୍କ ଶଶିନୀ କଳଙ୍କ କଳେବ ନିମଗ୍ନା କେଶବ ଧୃତ ଶୁକର ରୂପ କେଶବ ଧୃତ ଶୁକର ରୂପ ଜୟ ଜଗଦୀଶ ହରେ ପ୍ରହରିଦୟ ଜଗଦୀଶ ହରେ। ବସତି ଦଶନ ଶିଖରେ ଧରଣୀ ତବ ଦଶନ ଶିଖରେ ହେ ପ୍ରଭୁ ହେ ଜଗଦୀଶ ହେ କେଶବ ହେ ହରି ଅଦ୍ଭୁତ ଲୀଳା ଆପଣଙ୍କର ବରାହ ଅବତାର। ପ୍ରଭୁଙ୍କର ଇଚ୍ଛା ଶକ୍ତି ବଳେ ଉନ୍ନନାଭିବତ ଖେଳୁ ଇଚ୍ଛା ଶକ୍ତି ବଳେ ବିଦଗ୍ଧ ଚିନ୍ତାଣିକାର ଅଭିମନ୍ୟୁ ସାମନ୍ତ ସିଂହାର ପ୍ରଥମ ଛାନ୍ଦରେ କହିଛି। ତେଣୁ କେତେବେଳେ କେଉଁ ରୂପ ପ୍ରଭୁ ଧାରଣ କରନ୍ତି। ଏ ବରାହ ଅବତାରଟି କାହିଁକି ବିଶେଷ ରୂପରେ ଧାରଣ ନା ଦନ୍ତାଗ୍ରରେ ପୃଥିବୀକୁ ଧାରଣ କରିଥିଲେ। ବସତି ଧରଣୀ ବସତି ଦଶନ ଶିଖରେ ଦନ୍ତର ଅଗ୍ରଭାଗରେ ଧରଣୀ ତବ ଲଗ୍ନା ହେ ପ୍ରଭୁ ଆପଣଙ୍କର ବରାହ ଅବତାରରେ ଆମେ ଭାବୁଛୁ ଗୋଟେ ବାରହାଟେ ଜଙ୍ଗଲୀ ବରାହା ଶୁକର ବୋଲେ ବାରହା। ଆରେ ବାରହାର ଦାନ୍ତ ଏଡ଼ିକିଟିଆ ନା ଆପଣ ଦେଖିଛନ୍ତି। ଆରେ ପ୍ରଭୁ ଯେତେବେଳେ ଧରଣୀକୁ ଶିଖର ଅଗ୍ରଭାଗରେ ଧରିକିରି ଧାରଣ କରୁଛନ୍ତି ଦନ୍ତାଗ୍ରରେ ସେ ଆପଣ ପୁରାଣ କଥା ଏଠି ଟିକେ ଲାଗିଗଲା କାହିଁକି ନା ଆସନ୍ତୁ ପୁରାଣରେ ଲେଖା ହେଇଛି ଯେ ପ୍ରହ୍ଲାଦ ହିରଣାକ୍ଷ ଆଉ ଦିତିପୁତ୍ର ଏମାନେ ହେଉଛନ୍ତି ଅଦିତିପୁତ୍ର। ଦେବତାମାନେ ହେଉଛନ୍ତି ଅଦିତିପୁତ୍ର, ରାକ୍ଷସମାନେ ହେଉଛନ୍ତି ଆଜ୍ଞା ଦିତିପୁତ୍ର। ସେଇ ଦିତିପୁତ୍ର ବା ଦୈତ୍ୟାନ ଦାର ଏତେ ବୋଲି କୁହାଯାଇଛି କାହିଁକି ତେଣୁ ପ୍ରଭୁ କ'ଣ କରିଛନ୍ତି ନା ବରାହ ରୂପ ଧାରଣ କରିକିରି ଯେତେବେଳେ ଏଇ ପ୍ରହ୍ଲାଦର ପିତା ହିରଣାକ୍ଷ ସୂକ୍ଷ୍ମ ରୂପରେ ବୀଜ ରୂପରେ ଥିବା ପୃଥିବୀକୁ ପ୍ରଳୟ ଜଳ ଭିତରେ ଧରିକିରି ପଳେଇ ଯାଉଥିଲା ଅପହରଣ କରିକିରି ଆଜ୍ଞା। ବୀଜ ରୂପରେ ସୂକ୍ଷ୍ମ ରୂପରେ ଥିବା ପୃଥିବୀକୁ ଆଉ ପ୍ରଳୟ ସମୟରେ ଆଜ୍ଞା ପୃଥିବୀ ସୂକ୍ଷ୍ମ ରୂପକ ବୀଜ ରୂପକ ପୃଥିବୀକୁ ସେ ଅପହରଣ କରିକିରି ନେଇଯାଉଥିଲା କେଉଁଠିକି ନା ପାତାଳପୁରକୁ। ଏତିକି ବଡ଼ ବୀର ସେ ହିରଣାକ୍ଷ ଥିଲା ଯେ ପ୍ରହ୍ଲାଦର ପିତା। ସେ ଚରିତ୍ର ପରେ ଆଲୋଚନା କରିବା ଭାଗବତର ବିଷୟ ସେ। ତେବେ ସେହି ସମୟରେ ପ୍ରଭୁ ଆପଣ କ'ଣ କଲେ ନା ଜାଣିପାରିଲେ ଯେ ହିରଣାକ୍ଷ ଦୁଷ୍ଟ ରାକ୍ଷସ ଧରଣୀକୁ ଅପହରଣ କରି ନେଇଯାଉଛି। ତେଣୁ ବସତି ଦଶନ ଶିଖରେ ଆପଣ ପ୍ରଭୁ ଦଶନ ଶିଖରେ ଦଶନର ଶିଖର ତ ଅର୍ଥାତ୍ ଅଗ୍ରଭାଗରେ ବସତି ଦଶନ ବୋଲି ଦାନ୍ତର ଅଗ୍ରଭାଗରେ ବସତି ଦଶନ ଶିଖରେ ଧରଣୀ ତବ ଲଗ୍ନା ଧରଣୀକୁ ଧାରଣ କରିଥିଲେ। ଲଗ୍ନା ଲାଗିକିରି ରହିଛି ଆପଣଙ୍କର ଦନ୍ତାଗ୍ରରେ ବରାହ ରୂପୀ ରୂପଧାରୀ ଜଗନ୍ନାଥ ଆପଣଙ୍କର ଜୟ ହେଉ ହେ ଜଗଦୀଶ। ଆପଣ ବରାହ ଅବତାରରେ ନିଜର ଦନ୍ତାଗ୍ରରେ ଧରଣୀକୁ ରଖିଥିଲେ। ସେ ଧରଣୀଟି କେମିତି ଆପଣଙ୍କ ଦାନ୍ତ ଅଗ୍ରରେ ଶୋଭା ପାଉଥିଲା ନା ଶଶିନୀ କଳଙ୍କ କଳେବ ନିମଗ୍ନା ଶଶିନୀ କଳଙ୍କ ଚନ୍ଦ୍ରରେ ଯେମିତି କଳଙ୍କଟି ଶୋଭା ପାଉଛି। ଚନ୍ଦ୍ରଟି ହେଉଛି ଆଜ୍ଞା ଧଳା, ଚନ୍ଦ୍ରଟି ଶୁଭ୍ର ନାଇଁ କି। ତେଣୁ ଦାନ୍ତ ବରାହର ଦାନ୍ତ ହେଉଛି ଧଳା, ତା
କଳଙ୍କଟି ଯେମିତି ଚନ୍ଦ୍ର ଦେହରେ ଶୋଭା ପାଉଛି ଆପଣଙ୍କ ଦନ୍ତାଗ୍ରରେ ପୃଥିବୀଟି ମଧ୍ୟ କଳା ଭଳିଆ ଏମିତି ସୂକ୍ଷ୍ମ ଆଉ ତାର କିଡ଼େ ବଡ଼ ବିଶାଳ ଦାନ୍ତ ତା ଉପରେ ଏ ପୃଥିବୀ ମଧ୍ୟ କଳଙ୍କ ରୂପରେ ଶୋଭା ପାଉଥିଲା ଦନ୍ତାଗ୍ରରେ କେମିତି ନା ଶଶିନୀ କଳଙ୍କ କଳେଇବ ନିମଗ୍ନା ଏ ଶଶିନୀ ଯେ ଚନ୍ଦ୍ର ତା ପୃଷ୍ଠରେ ଯେଉଁ କଳଙ୍କ ଅଛି ଆଉ ସେମିତି ଆପଣଙ୍କର ବରାହ ରୂପୀ ପ୍ରଭୁ ଜଗନ୍ନାଥ ଆଉ ଆପଣ ବରାହ ରୂପରେ ଯେଉଁ ହିରଣାକ୍ଷ ନେଇଯାଉଥିଲା ଅପହରଣ କରିକିରି ପୃଥିବୀକୁ ବୀଜ ରୂପକ ସୂକ୍ଷ୍ମ ରୂପକ ପୃଥିବୀକୁ ଅପହରଣ କରୁଥିଲା ଆପଣ ତାକୁ ଧାରଣ କରିଛନ୍ତି ତେଣୁ କଳା ଟିକେ ଦାନ୍ତର ଅଗ୍ରଭାଗରେ ସେ କଳା ତ ଆଉ କଳଙ୍କ ବୋଲି କହିବା ଚନ୍ଦ୍ରରେ କଳଙ୍କ କିନ୍ତୁ ଆପଣଙ୍କ ଦାନ୍ତ ଉପରେ ସେ ଆଉ କଳଙ୍କ ନୁହେଁ ସେ ଶୋଭା ପାଉଛି କଳଙ୍କ କଳା ଭଳିଆ ଦେଖାଗଲେ ମଧ୍ୟ ପୃଥିବୀଟି ଏଠିକି ଟିକେ ଦେଖାଉଛି କିନ୍ତୁ ଶୋଭା ପାଉଛି ଏଣୁ ଶଶିନୀ କଳଙ୍କ କଳେଇବ ନିମଗ୍ନା କେଶବ ଦ୍ରୁତ ସୁକର ରୂପ ଏଭଳି ଯେଉଁ ହେ କେଶବ ଅତ୍ୟନ୍ତ ସୁନ୍ଦର କେଶ ସର୍ବୋତ୍କୃଷ୍ଟ କେଶ ମୁଁ କହୁଥିଲି କେଶ ଶବ୍ଦରେ ବ ପ୍ରତ୍ୟୟ ହେଇଛି ପାଣିନୀୟ ସୂତ୍ର ବ୍ୟାକରଣ ଅନୁସାରେ ଅର୍ଥାତ୍ ସର୍ବୋତ୍କୃଷ୍ଟତ୍ୱେନ କେଶ ହେଲା ସବୁଠାରୁ ଉତ୍କୃଷ୍ଟ କେଶ ଯାହାର ଏଇଭଳି କୁଞ୍ଜି ମୁଁ କହିଲି ସ୍ନିଗ୍ଧ ଚିକ୍କଣ ମସୃଣ କୁଞ୍ଜିତ ଏଇ ଯେଉଁ କେଶଧାରୀ ପ୍ରଭୁ ଜଗଦୀଶ ଏବଂ ପାପ ସମସ୍ତ ଦୂର କରୁଥିବା ବିନାଶ କରୁଥିବା ଭକ୍ତମାନଙ୍କର ପ୍ରଭୁ ହରତି ଇତି କ୍ଲେଶ ସର୍ବଜନାନାଂ ଭକ୍ତାନାଂ କ୍ଲେଶ ହରତି ଇତି ହରି ଏହି ପ୍ରଭୁ ଆପଣଙ୍କର ବରାହ ରୂପ ଧାରଣ କରିଥିବା ପ୍ରଭୁ ନୀଳାଚଳ ବିହାରୀ ଜଗନ୍ନାଥ ଦାରୁ ବ୍ରହ୍ମ ପୂର୍ଣ୍ଣ ବ୍ରହ୍ମ ଆପଣଙ୍କର ଜୟ ହେଉ ଯୁଗେ ଯୁଗେ ଜୟ ହେଉ ମତ୍ସ୍ୟ କଚ୍ଛପ ବରାହ ଅବତାର ଆଜ୍ଞା ସରିଲା ଏହାପରେ ବରାହ ପରେ ନୃସିଂହ ଅବତାର ଆସିଲା ଏବଂ ତାହେଲେ ନୃସିଂହ ଅବତାରରେ ପ୍ରଭୁ କ'ଣ କରିଥିଲେ କି ଲୀଳା କରିଥିଲେ ଏବଂ କ'ଣ ରକ୍ଷା କରିଥିଲେ କାହାକୁ ରକ୍ଷା କରିଥିଲେ କାହିଁକି ନା ଧର୍ମଗ୍ଲାନୀ ବେଳେ ତ ସେ ଅବତାର ନେଇଛନ୍ତି ନା ତାହେଲେ ଧର୍ମଗ୍ଲାନୀ ନୃସିଂହ ଅବତାରରେ କ'ଣ ହେଇଥିଲା ଯାହାଫଳରେ ପ୍ରଭୁ ନୃସିଂହ ରୂପ ଧାରଣ କରିଥିଲେ ତବ କର କମଳ ବରେ ତବ କର କମଳ ବରେ ନଖ ମଦ୍ଭୁତ ଶୃଙ୍ଗମ୍ ତବ କର କମଳ ବରେ ନଖ ମଦ୍ଭୁତ ଶୃଙ୍ଗମ୍ ଦଳିତ ହିରଣ୍ୟ କଶିପୁତନୁ ଭୃଙ୍ଗମ୍ ଦଳିତ ହିରଣ୍ୟ କଶିପୁତନୁ ଭୃଙ୍ଗମ୍ କେଶବ ଧୃତ ନରହରି ରୂପ କେଶବ ଧୃତ ନରହରି ରୂପ ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ हे प्रभु आपण हे लीलामय प्रभु अवतार नरसिंह बा नृसिंह रूप नृसिंह रूपी भगवान को मु नमस्कार करूँ नृसिंह रूपी ब्रह्मदारु ब्रह्म को मु नमस्कार करुँ जी सब लीला विस्तार करी जगत को रक्षा कर जुग जुग आउ साधु सन्थ मान को रक्षा कर पृथ्वी पृष्ठ दानव मान को राक्षस मान को अधर्मी मान को विनाश कर धर्म को संस्थापन कर कथा कवि कहते केमिति ना तब कर कमल बरे तब तुमर हाथ रूपक पद्म कर कमल हस्त रूपक पद्म जो नख तब कर कमल बरे नख मद्भुत शृंगम ये बड़ विचक्षण कथा अरे हाथ रे अद्भुत नख शृंग भाया देखा जाऊला से हिरण्य कश्यप राक्षस को आपण जो विधारण कर नृसिंह रूप कहुई उग्रवीर महाविष्णु ज्वलंत सर्वतोमुखं उग्रवीर महाविष्णु ज्वलंत सर्वतोमुखं नृसिंहं भीषणं भद्रं मृत्युर्मृत्यु नमाम्यहं ध्यान तांकर ध्यान मंत्र लिखाई पूजारे तेणु यही जो कर तो हे प्रभु तुम कर कमल अरे शोभा पाऊँच अद्भुत ये दृश्य ओह ये अद्भुत रूप ये नख इते विशाल विशाल नख होती शृंग भाया पर्वतर शृंग भाया से शोभा पाऊँच
ତବ ତବ କମଳ କରେ ନଖ ମଦ୍ଭୁତ ଶୃଙ୍ଗମ୍। ସେ କାହିଁକି ସେ ନଖକୁ ଏଭଳି ପର୍ବତର ଶୃଙ୍ଗ ଭଳିଆ ଏଡ଼େ ନଖ କ'ଣ ପାଇଁ ଧାରଣ କରିଥିଲେ? ନା ଦଳିତ ହିରଣ୍ୟକଶିପୁ ତନୁ ଭୃଙ୍ଗମ୍। ହିରଣ୍ୟକଶ୍ୟପକୁ ଆମେ ଭାବୁଛେ ଗୋଟେ ବିରାଟ ରାକ୍ଷସ, କିନ୍ତୁ ଆଉ ଭଗବାନଙ୍କ ପାଖରେ ସିଏ ଆଉ ବିରାଟ କ'ଣ? ତନୁ ହିରଣ୍ୟକଶ୍ୟପୁ ନାମକ ରାକ୍ଷସର ଆପଣ ତନୁଟା ହେଉଛି, ଶରୀରଟା ହେଉଛି ଭୃଙ୍ଗ ବୋଲି ଗୋଟେ ଭ୍ରମରଟେ, ଭ୍ରମର। ଆପଣଙ୍କ ନଖରେ ସେ ଭ୍ରମର ରୂପୀ ହିରଣ୍ୟ ମହାପରାକ୍ରମଶାଳୀ ହିରଣ୍ୟକୁ ଆପଣ ବିଧାରଣ କରିଥିଲେ। ମୁଁ କହୁଥିଲି ଯେ ଏ କଥା ଭାଗବତରେ ବିସ୍ତୃତ ଭାବରେ ଲେଖା ହେଇଛି, ଯାହାକୁ କବି ଗୋଟିଏ ଶ୍ଳୋକରେ ଲେଖିଦେଇଛନ୍ତି ଶ୍ଳୋକାକାରରେ। ଆଚ୍ଛା, କେମିତି ପ୍ରହ୍ଲାଦକୁ ରକ୍ଷା କଲେ? ଆଉ ସେ ଅତ୍ୟାଚାର କରୁଥିଲା, ପ୍ରହ୍ଲାଦକୁ ମାରିଦେବା ପାଇଁ ବିଭିନ୍ନ ପ୍ରକାର ଚେଷ୍ଟା, ଯେତେ ଚେଷ୍ଟା କରିଛି ସବୁ ବ୍ୟର୍ଥ ହେଇଛି। ତାକୁ କହିଛି, ଆରେ ପୁତ୍ର, ଏ ହରି, ସେ କାହିଁକିନା ହରିଭକ୍ତି ତାର ନଥିଲା ହୃଦୟରେ, ସେ ଶୈବ ଥିଲା। ଇଏ ଯେତେ କହିଲେ ପ୍ରହ୍ଲାଦ ସେଇଟା ମାନିଲାନି। ସେ କହିଲା, ନାଇଁ ନାଇଁ, ମୋ ପ୍ରଭୁ ହେଉଛନ୍ତି ହରି। ନା ଆରେ କେଉଁଠି ଦେଖେଇ ପାରିବୁ? ନା ତୁ ପ୍ରଭୁ ନା ସର୍ବତ୍ର, ତୁମେ ଯେଉଁଠି ଦେଖିବ ସେ ହରି ବ୍ୟାପ୍ତ ହେଇକି ରହିଛନ୍ତି। ନା ଏଇ ସ୍ତମ୍ଭରେ ଦେଖେଇ ପାରିବୁ? ନା ହଁ ଦେଖେଇଦେବି। ଆଉ ସେଇ ସ୍ତମ୍ଭରୁ ବାହାରି ଆପେ ବିଦାରିଥିଲ ହିରଣ୍ୟକଶ୍ୟପୁ। ତେଣୁ ଆପଣ କେମିତି କଲେ? ନା ତବ କର କମଳ ପରି ନଖ ମଦ୍ଭୁତ ଶୃଙ୍ଗମ ଭଳିଆ ଯେଉଁ ଏଡ଼େ ଏଡ଼େ ନଖ ବି ବିରାଟ ବିରାଟ ନଖ ସୃଷ୍ଟି ହେଇଥିଲା। ସିଏ କେମିତି କଲା? ନା ଦଳିତ ହିରଣ୍ୟକଶିପୁ ନାମକ ରାକ୍ଷସ ପ୍ରହ୍ଲାଦର ପିତାର ନୃସିଂହ ଅବତାରରେ ଆପଣ ତାକୁ ଜଙ୍ଗ ଆପଣ ସେ କହିଥିଲା ନା, ମୁଁ ଜଳରେ ମରିବିନି, ସ୍ଥଳରେ ମରିବିନି କି ଇତ୍ୟାଦି ଇତ୍ୟାଦି କହିଥିଲା। ତେଣୁ ତାକୁ ସେ କ'ଣ କଲେ? ନା ଆରେ ଇଏ ଜଳ ନୁହେଁ କି ସ୍ଥଳ ନୁହେଁ, ଜଙ୍ଘ ନିଜର, ସେଇଥିପାଇଁ ନରହରି ରୂପ ହେଇଥିଲେ, ଗୋଟିଏ ମଣିଷ ଭଳିଆ, ଏବଂ ମୁଣ୍ଡଟା ହେଉଛି ପ୍ରକାଣ୍ଡ ସିଂହ, ନରସିଂହ ରୂପ, ନରସିଂହ ବୋଲି କୁହାଯାଇଛି। ଆଉ ଏଇଭଳି ହେଇକିରି ଅଦ୍ଭୁତ ପୁରୁଷ ରୂପ ଧାରଣ କରିକିରି ଆପଣଙ୍କର ନଖରେ ଆଉ ହିରଣ୍ୟକଶିପୁକୁ ବିଦାରଣ କରିଥିଲେ, ଅର୍ଥାତ୍ ତାର ତନୁ ରୂପକ ଭୃଙ୍ଗକୁ, ଭ୍ରମର। ଏଇଭଳି ଯେଉଁ ପ୍ରଭୁ ହେ କେଶବ, ହେ କେଶବ, ସୁନ୍ଦର କେଶ ବିଶିଷ୍ଟ ପ୍ରଭୁ, ଆଉ ଦ୍ରୁତ ନରହରି ରୂପ, ସେଇଥିପାଇଁ ଆପଣ ଧରାବତରଣ କରିଥିଲେ ହିରଣ୍ୟକଶ୍ୟପକୁ ନଖରେ ବିଦାରଣ କରି ପ୍ରହ୍ଲାଦର ମାନଙ୍କୁ ରକ୍ଷା କରିବା ପାଇଁ ଏବଂ ନିଜର ମହିମାକୁ ସାବ୍ୟସ୍ତ କରିବା ପାଇଁ। କମ୍ କଥା ନୁହେଁ। ତେଣୁ ଏଇଭଳି ଯୁଗେ ଯୁଗେ ଅବତାର ଗ୍ରହଣ କରୁଥିବା ନରହରି ବା ନରସିଂହ ରୂପୀ ନୃସିଂହ ରୂପୀ ଭଗବାନଙ୍କର ଜୟ ହେଉ। ହେ ଜଗଦୀଶ, ଜଗତ ରକ୍ଷାକାରୀ, ଜଗତର ପ୍ରଭୁ ସ୍ୱାମୀ ଏବଂ ଭକ୍ତମାନଙ୍କର ପାପତାପ ବିନାଶକାରୀ ହରି, ଆପଣଙ୍କୁ ନମସ୍କାର, ଆପଣଙ୍କର ଜୟ ହେଉ। ଏହିପରି ଭାବରେ କବି ନୃସିଂହ ରୂପ ଅବତାର କଥା ବର୍ଣ୍ଣନା କରିଛନ୍ତି। କିଏ ସେ? ନା ସେ ଜୟଦେବ ଗୋସ୍ୱାମୀ ବା ମହାକବି ଜୟଦେବ ଗୀତ ଗୋବିନ୍ଦ କାବ୍ୟରେ ରଚନା କରିଛନ୍ତି। ପ୍ରଭୁ ଜଗନ୍ନାଥଙ୍କୁ ପୂର୍ଣ୍ଣ ବ୍ରହ୍ମ ଅବତାରୀ ଜଗନ୍ନାଥଙ୍କୁ ନମସ୍କାର ଏବଂ ଗୀତ ଗୋବିନ୍ଦକାର ଜୟଦେବ ଶ୍ରୀ ଜୟଦେବଙ୍କୁ ମଧ୍ୟ ନମସ୍କାର। ନରହରି ବା ନୃସିଂହ ଅବତାର କଥା କହୁଥିଲି। ଏହାପରେ କବି ବର୍ଣ୍ଣନା କରିଛନ୍ତି ଆଉ ବାମନ ରୂପ। ଆପଣମାନେ ଜାଣିଛନ୍ତି ଯେ ପୁରାଣରେ ବହୁତ, ଭାଗବତରେ ବି ବର୍ଣ୍ଣନା ଅଛି ବଳି ବାମନ କଥା। କାହିଁକିନା ବଳି ରାଜା ଆଉ କିଭଳି ଅତ୍ୟାଚାରୀ ଥିଲା ଏବଂ ତ୍ରିଭୁବନ ବିଜୟୀ ଥିଲା ଏବଂ ଯଜ୍ଞ କରୁଥିଲା, ବିଶ୍ୱଜିତ ଯଜ୍ଞ ଇତ୍ୟାଦି କରୁଥିଲା। ପ୍ରଭୁ ସେଠି ବାମନାବତାର, ବାମନ ଗୋଟେ ଛୋଟିଆ ବାମନ ବେଶରେ ଯାଇକିରି 3 ପାଦ ଭୂମି ମାଗିଥିଲେ। 3 ପାଦ, ମୋର ବେଶୀ ନୁହେଁ, ଆରେ ସବୁ ସେତେବେଳକୁ ଆଜ୍ଞା ବଳି ରାଜା ବଳି ସର୍ବସ୍ୱ ଦେଇ ସାରିଲେଣି। ସେଇ ଠିକ୍ ସମୟରେ ପ୍ରଭୁ ବାମନ ରୂପ ହେଇକିରି ଆପଣମାନେ ଦେଖିଛନ୍ତି। ତାଙ୍କର ବେଶ ଗୋଟେ ତାଳପତ୍ର ଛତାଟିଏ ଧରିଛନ୍ତି, କମଣ୍ଡଳଟିଏ ଧରିଛନ୍ତି, ଏଡ଼ିକି ବାମନ ବେଶଟିଏ, ବାମନ ଆଉ ବେଶଟିଏ ହେଇକିରି ଯାଇକିରି ପହଞ୍ଚିଲେ। ଆରେ ବଳି କହିଲା, ସମସ୍ତେ ଦେଖି ହସିଗଲା, ଆରେ ଇଏ ଅପୂର୍ବ ବାମନ ରୂପୀ ଗୋଟେ ବ୍ରାହ୍ମଣଟେ କୁଆଡ଼ୁ ଆସିଛି? ଏବେ ଅଦ୍ଭୁତ ବେଶ, ଇଏ କ'ଣ ବା ନେଇପାରିବ? ରାଜାଙ୍କୁ ମାଗିବା ପାଇଁ ଆସିଛି। ବଳି ରାଜା ମହାଦାନୀ ବଳି ରାଜାଙ୍କୁ ଇଏ କ'ଣ ମାଗିବ? ଇଏ କ'ଣ ନେବ କେମିତି? ଏ ତ ଏଡ଼ିକିଟିଏ ହେଇଛି, ଚାଲିବାକୁ ମଧ୍ୟ କଷ୍ଟ, ଚାଲିପାରୁନି। ଆରେ ସେ କାହିଁ ସବୁ, ପ୍ରଭୁ ତ ସେ ନା, ତାଙ୍କର ଲୀଳା ସେ। ପ୍ରଭୁ ଯାଇ ପହଞ୍ଚିଗଲେ। ଯାହା ହଉ ବାମନ ରୂପୀ ବ୍ରାହ୍ମଣଙ୍କୁ, ବାମନ ବେଶଧାରୀ ପ୍ରଭୁ ଜଗନ୍ନାଥଙ୍କୁ ନମସ୍କାର କରୁଛନ୍ତି, ପୂର୍ଣ୍ଣ ବ୍ରହ୍ମଙ୍କୁ।
ତେବେ ବ୍ରାହ୍ମଣ ରୂପୀ ବ୍ରାହ୍ମଣଙ୍କୁ କହିଲେ ଆଉ ଆଶୀର୍ବାଦ କଲେ। ରାଜା ନମସ୍କାର ପ୍ରଣିପାତ କରିବାରୁ ବେଦଜ୍ଞ ବ୍ରାହ୍ମଣ ବେଶରେ ସେ ଯାଇଛନ୍ତି ନା, ଆଶୀର୍ବାଦ କଲେ। କ'ଣ ମାଗିବା ଆପଣଙ୍କର ଇଚ୍ଛା ଅଛି? ନା ମୋତେ ମୋର ଇଚ୍ଛା କିଛି ନାହିଁ, ଏଇ ତର୍ପଣ ଟିକେ କରିବି, ଏମିତି ପିତୃଯଜ୍ଞ ଟିକେ କରିବି, ଏସବୁ ପାଇଁ ମୋର ଗୋଟିଏ 3 ପାଦ ଭୂମି ମୋତେ ଲୋଡ଼ା। ମୋର ନା କହିଲେ ତ ମୁଁ ରାଜା ଏଇ ରାଜ୍ୟ ଦେଇଦେବି ଆପଣଙ୍କୁ। ନା ନାଇଁ ନା, ମୋର ରାଜ୍ୟ କ'ଣ ହେବ ଇତ୍ୟାଦି, ଏ ଧନ ସମ୍ପଦ ଭୂ ହିରଣ୍ୟ ଏଗୁଡ଼ା ମୋର ଆବଶ୍ୟକ ନାହିଁ। ଆଉ ମୁଁ ବେଦଜ୍ଞ ବ୍ରାହ୍ମଣ, କେମିତି ମୋର ଟିକେ ଏଇ ପିତୃକାର୍ଯ୍ୟ ହେରିକା କରିବା ପାଇଁ ଆବଶ୍ୟକ ମୋର 3 ପାଦ ଭୂମି। ଏ କଥା କହିଲେ। ତାପରେ ତ ଆପଣ ଜାଣିଛନ୍ତି କେମିତି 3 ପାଦରେ ସବୁ ନେଇଗଲେ, ଆଉ 2 ପାଦରେ ସବୁ ନେଇଗଲେ। ଅନ୍ତ ଭୂର୍ଭୁବ ସ୍ୱ ମହଜନ ତପ ସତ୍ୟ, ଇଏ ନେଇଗଲେ ଗୋଟେ ପାଦରେ। ଅତଳ ବିତଳ ପୃଥିବୀ ସହିତ ଅତଳ ବିତଳ ସୁତଳ ତଳ ତଳାତଳ ରସାତଳ ପାତାଳ, ଇଏ ସବୁ ଜାଗା ନେଇଗଲେ 2ୟ ପାଦରେ। ଆରେ ଆଉ ରହିଲା କ'ଣ ଯେ 3ୟ କହିଲେ ଆଉ ଗୋଟିଏ ପାଦ। ଆରେ ମୋତେ କ'ଣ ଦେବୁ କ'ଣ? ଆଉ ବଳି ମଧ୍ୟ ସ୍ତମ୍ଭୀଭୂତ ହେଇଗଲା, ତଟସ୍ଥ ହେଇଗଲା, ବିସ୍ମିତ ହେଇଗଲା। ଏବଂ ଆଉ କ'ଣ ତାର ଯେଉଁ ଗର୍ବ ଥିଲା ବଳି ରାଜାର, ମୁଁ ମହାଦାନୀ, ଗର୍ବ ଅହଙ୍କାର। ଦେଖନ୍ତୁ ପ୍ରଭୁ କେମିତି ଦୂରେ ତାର ଜଗତକୁ ରକ୍ଷା କରିବେ, ଅତ୍ୟାଚାରକୁ ଦୂର କରିବେ ଏବଂ ଗର୍ବ ଅହଙ୍କାରକୁ ଭାଙ୍ଗିଦେବେ। 3ୟ ପାଦ ଯେତେବେଳେ ମାଗିଲା ଆଉ ତ ନାହିଁ, ତେଣୁ 3ୟ ପାଦଟି ତା ମସ୍ତକରେ ରଖିକିରି ପାତାଳକୁ ଚାପି ଦେଇଥିଲେ। ଏ ପୁରାଣର କଥା ଭାଗବତରେ ଲେଖା ହେଇଛି, ହରିବଂଶରେ ଲେଖା ହେଇଛି ସବୁଠି। ଏଣୁ ଏଇ ଯେଉଁ କଥାଟି କବି ଜୟଦେବ ଆଜ୍ଞା କହୁଛନ୍ତି କି ପଞ୍ଚମ ଅବତାରଟି ପ୍ରଭୁ ଜଗନ୍ନାଥଙ୍କର ବା ପୂର୍ଣ୍ଣ ବ୍ରହ୍ମଙ୍କର ଅବତାର। କ'ଣ ଆସନ୍ତୁ ଶୁଣିବା। ଛଳୟସି ବିକ୍ରମଣେ ବଳିମଦ୍ଭୁତ ବାମନ ପଦନଖ ନିରଜନିତ ଜନପାବନ ପଦନଖ ନିରଜନିତ ଜନପାବନ କେଶବ ଧୃତ ବାମନ ରୂପ ଜୟ ଜଗଦୀଶ ରେ ଜୟ ଜଗଦୀଶ ରେ। ଛଳୟସି ଅର୍ଥାତ୍ ଛଳନାପୂର୍ବକ କପଟତା ଆଚରଣ କରିକିରି ବଳି ରାଜାକୁ ତାର ଗର୍ବ ଅହଙ୍କାରକୁ ଧ୍ୱଂସ କରିବା ପାଇଁ କପଟ ଆଚରଣ କରିଥିଲେ, ବାମନ ବେଶ ହେଇଥିଲେ। ଏବଂ ଛଳୟସି ବିକ୍ରମଣେ, ବିକ୍ରମଣେ ଅର୍ଥାତ୍ ନିଜର ବିକ୍ରମ ଦ୍ୱାରା 3ଟା ବିକ୍ରମ ଏଠି ଦେଖାହେଇଛି। ଗୋଟିଏ ପାଦ ପାତାଳକୁ, ଭୂମିଠାରୁ ପୃଥିବୀଠାରୁ ପାତାଳକୁ, ଏବଂ ଆଉ ଗୋଟେ ମୁଁ କହିଲି ଭୂର୍ଭୁବ ସ୍ୱ ମହ ତପ ସତ୍ୟ, ଇଏକୁ ଆଇଲେ ଆଉ ଗୋଟିଏ ପାଦ ତାର ମସ୍ତକରେ ବାହାର କଲେ, ଅଥଚ ବାମନ ବେଶ। ଛଳୟସି ବିକ୍ରମଣେ, ବିକ୍ରମ ତ୍ରୟ କରଣେ, ଆପଣଙ୍କର ବିକ୍ରମ 3ଟା ବିକ୍ରମ ସେଠି ଦେଖେଇ ଦେଇଛନ୍ତି। ଏହିଭଳି ଯେଉଁ ଅଦ୍ଭୁତ ବାମନ ବେଶ ଏବଂ ସେଇଥିପାଇଁ ତାଙ୍କର ଅନ୍ୟ ନାମ ହେଉଛି ତ୍ରିବିକ୍ରମ। 3ଟା ବିକ୍ରମ, ବିକ୍ରମଣେ ବଳି ମଦ୍ଭୁତ ବାମନ, ଅଦ୍ଭୁତ ବାମନ ବେଶ ଧାରଣ କରି ଆପଣ ଏଇଭଳି ଛଳନା କରିକିରି ବଳି ରାଜାର ଗର୍ବକୁ ଅହଙ୍କାରକୁ ଭାଙ୍ଗି ଦେଇଥିଲେ। ଛଳୟସି ବିକ୍ରମଣେ ବଳି ମଦ୍ଭୁତ ବାମନ ଏବଂ ଆଉ କ'ଣ କରିଥିଲେ ନା ପଦ ନଖ ନିରଜ, ଆପଣଙ୍କ ପଦକୁ ଯେତେବେଳେ ଉର୍ଦ୍ଧ୍ୱକୁ ଗଲା, ବ୍ରହ୍ମା ମଧ୍ୟ ଜାଣିପାରିଲେନି ଆରେ କ'ଣ, ବ୍ରହ୍ମା ସେ ପାଦକୁ ଦେଖିକିରି ଗଙ୍ଗାରେ ସେ ପାଦ ବିଷ୍ଣୁ ନଖ କୋଣ, ଗଙ୍ଗା ଏଇଥିପାଇଁ ବିଷ୍ଣୁଙ୍କର ନଖ କୋଣରେ ଥିଲା। ବ୍ରହ୍ମା ସେ ଯେଉଁ ଜଳରେ ଗଙ୍ଗାଙ୍କର ଜଳରେ ଯେଉଁ ଧାରଣ କରୁଥିଲେ, ଆପଣ ସେ ଜଳ ସହିତ ଗଙ୍ଗାଙ୍କୁ ନଖ ଭିତରେ ରଖିଦେଇଥିଲେ। ତେଣୁ ପଦ ନଖ ନିରଜ, ପଦ ନଖରେ ନୀର ଯେଉଁ ଗଙ୍ଗା ଜଳ ଥିଲା, ସେଥିରେ ଏଇ ଜଗତକୁ ଭଗୀରଥ ଆଣିଲା। ବାମନାବସ୍ଥାରେ ଭଗୀରଥ ଆଣିଲା ବୋଲି କୁହାଯାଇଛି। ତେଣୁ ଏଇ ଯେଉଁ ପୁରାଣରେ ଗୁଡ଼ିକ ବିଶଦ ଭାବରେ ଲେଖା ହେଇଛି, ମୁଁ ଆଉ ତତ୍ ବିଷୟରେ କହୁନି। ପଦ ନଖ ନିରଜନିତ, ସେଥିରୁ ଜାତ ହେଇ ଗଙ୍ଗା ଯେଉଁ ଧାରା ବହିଯାଉଛି, ପାବନ ପବିତ୍ର ପାବନ ଜଗତକୁ ପବିତ୍ରମୟ କରିଦେଉଛି ଯେଉଁ ଗଙ୍ଗା, ସେଇଥିରେ ଆପଣଙ୍କ ନଖରୁ ସେ ସୃଷ୍ଟି ହେଇଥିଲା।
ଏଣୁ ବିଷ୍ଣୁ ନଖ କୁଣେଇ ଥିଲା ବାମନାବତାରେ ଭଗୀରଥ ଆଣିଲା ବୋଲି କୁହାଯାଇଛି। ଏଣୁ ସେଇ ଯେଉଁ ପାବନ ପଦନଖ ନିରଜନିତ ଜନ ପାବନ, ଏ ଜନ ଜଗଜ୍ଜନକୁ ବା ଜଗତର ସମସ୍ତ ଲୋକମାନଙ୍କୁ ଆପଣ ପାପ ତାପ ହରଣ କରୁଛି। ଗଙ୍ଗାରେ ଗାଧେଇଲେ ଆମେ କହୁଛେ ସବୁ ପାପ ହର ଗଙ୍ଗା। ଏଣୁ ଏଇଭଳି ଯେଉଁ ରୂପ ଧାରଣ କରିଥିଲେ ବାମନ ରୂପ, ସେ ଜଗତ, ସେ କେଶବଙ୍କୁ, ସେ ଜଗଦୀଶଙ୍କୁ, ସେ ହରିଙ୍କୁ ମୋର ବାରମ୍ବାର ନମସ୍କାର। ପ୍ରଭୁ ଆପଣଙ୍କର ଯୁଗେ ଯୁଗେ ମହିମା କୀର୍ତ୍ତିତ ହେଇଥାଉ ଏବଂ ଆପଣଙ୍କର ଜୟ ହେଉ। ଏହିପରି ଭାବରେ କବି ବାମନ ରୂପର କଥା ଦଶାବତାରର ପଞ୍ଚମ ଅବତାର କରି ଶେଷ କରିଛନ୍ତି। ଷଷ୍ଠ ଆଉ ସିଆଡ଼କୁ କ'ଣ କହିଛନ୍ତି ଅବତାର, ଦଶାବତାର ନା, ପରେ ସମୟ ମିଳିଲେ ଆଲୋଚନା କରିବା। ନମସ୍କାର।